ସଇଁତଲା ଆମର କାର୍ଯ୍ୟରତ ସାମ୍ବାଦିକ ସଂଘ ତରଫରୁ ବୃକ୍ଷରୋପଣ କରାଯାଇଥିଲା। ପ୍ରତି ବର୍ଷ ଆମେ ଚଳିତ ବର୍ଷ ସବୁ ବର୍ଷ ପାଳନ କରୁଛୁ। ଆଜି ଆମେ ଯେନ୍ ଥାନା କଲୋନୀ ପରିଷଦ କରିଥିଲୁ, ଆମର ଯେନ୍ ମୁଖ୍ୟ ଅତିଥି ଆମର ସିଂହ ଭାଇ ଆଜ୍ଞା ହେଇଥିଲେ, ଭାଇସ୍ ଚେୟାରମ୍ୟାନ୍ ଗୁଣସାଗର ମାଝୀ ହେଇଥିଲେ, ଆମର ରେଞ୍ଜର ସାଗର ରାଜ ନାୟକ ହେଇଥିଲେ, ଆଇସି ବି ରହିଥିଲେ, ବରେଇ ସାର୍ ହେଇଥିଲେ, ତାପରେ ଆମର ବିଶିଷ୍ଟ ସମାଜସେବୀ ମଦନଲାଲ ଅଗ୍ରୱାଲ ହେଇଥିଲେ, ତାପରେ ଆମର ଫରେଷ୍ଟ ଡିପାର୍ଟମେଣ୍ଟ ହେଲା, ଆମର ସୋତଲା ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରାୟ ଆମେ କୃଷ୍ଣଚୂଡ଼ା ବଉଲ ହେଲା, ତାପରେ ବିଭିନ୍ନ ପ୍ରକାର ପ୍ରାୟ ହାରାହାରି 100 ଗଛ ଆମେ ବୃକ୍ଷରୋପଣ କଲୁ। ଏଇଟା ଯାଦ୍ୱାରା କି ପରିବେଶ ଠିକ୍ ରହିବା ବୋଲି ଏଇଟା କରାଯାଇଛି। ଆଉ ଏଇଟା ଆମେ ପ୍ରତିବର୍ଷ କରୁଛୁ। ଆଉ ଏଇନା ଆମର ସାମ୍ବାଦିକ ବନ୍ଧୁଗଣ ବି ଆଜି ସବୁ ଉପସ୍ଥିତ ଥିଲେ। ଆଉ ଯେନ୍ ବୃକ୍ଷରୋପଣ ହେଲା ତାମାନେ ବହୁତ ତାମାନେ ସୁରୁଖୁରୁରେ ପାଳନ ହେଲା। ବେଶ ଧନ୍ୟବାଦ। ଆମେ ବନ ମହୋତ୍ସବ ପାଳନ କଲୁ। ଆପଣଙ୍କ ପ୍ରେସ୍ ମିଡ଼ିଆ ଭାଇ ମାନେ ସମସ୍ତେ ମିଶିକି ଗୋଟେ ଭଲ କାର୍ଯ୍ୟକ୍ରମ ଅନୁଷ୍ଠାନ କରିଥିଲେ। ଏଇଟା ଆଉ ବଉଳ ଗଛ ଆମ କ୍ୟାମ୍ପସ୍ ସାଇଡ୍ରେ ଲଗେଇଲୁ। ଆଉ ଚାହୁଁଛୁ କି ୟାକୁ ଭଲସେ ମାନେ ଆମେ ଲଗେଇଦେଲୁ, ଆକୁ ଭଲସେ ଧ୍ୟାନ ରଖାଯାଉ, ଆଉ ତାକୁ ଯତ୍ନ ନେଇକି ପାଣି ଦେଇକି ତାକୁ ବଞ୍ଚେଇକି ରଖନ୍ତୁ। ଆଉ 10-15 ବର୍ଷ ପରେ ଏଇଟା ବଢ଼ିଆ ଗଛ ଗୁଡ଼ା ବଢ଼ିବ। ଆଉ ଭଲ ଛୋଟ ବର୍ଡସ୍ ୱାଇଲ୍ଡ ଲାଇଫ୍ ସ୍ପିସିସ୍ ଗୁଡ଼ା ବଉଳ ଗଛ ବହୁତ ଭଲ ପାଆନ୍ତି। ତ କ୍ୟାମ୍ପସ୍ଟା ଗୋଟେ ଭଲ ସୁନ୍ଦର ରଖିବା ପାଇଁ ଏଇଟା ଗୋଟେ ଭଲ ଷ୍ଟେପ୍। ଆଉ ସବୁ ସାମ୍ବାଦିକ ଭାଇମାନଙ୍କୁ ଆମ ତରଫରୁ ଧନ୍ୟବାଦ ବି ଜଣାଉଛୁ। ସାମ୍ବାଦିକ ସଂଘ ପକ୍ଷରୁ ପୁଲିସ ପ୍ରଶାସନ ଏବଂ ଆମର ପୂର୍ବତନ ବିଧାୟକ ତା ସହିତ ଆମର ବନ ବିଭାଗର ଉପସ୍ଥିତିରେ ପାଖାପାଖି ଆମେ 100ରୁ ଅଧିକ ବୃକ୍ଷରୋପଣ କରିଛୁ। ଏବଂ ଏଇଟା ଯେହେତୁ ପୁଲିସ କଲୋନୀରେ ଆମେ ବୃକ୍ଷରୋପଣ କରିଛୁ, ଯେନ୍ ରହୁଛନ୍ ଯେ ପୁଲିସ କର୍ମଚାରୀମାନେ ସେ ସେମାନେ ଗଛର ରକ୍ଷାବେକ୍ଷଣ କରିବେ। ଯେହେତୁ ଆଜି ଆମେ ସାମ୍ବାଦିକ ସଂଘ ସାମ୍ବାଦିକ ସଂଘ ଗଛ ପାଇଁ ଦିନଟିର ବାର୍ତ୍ତା ଦେଇକିନା ଆଜି ପାଖାପାଖି 100ରୁ ଅଧିକ ଗଛ ଲଗାଇছে। ଏବଂ ଆଗାମୀ ଦିନରେ କେନ୍ତା ସବୁଜ ସୁନ୍ଦର ପୃଥିବୀ କରିପାରମୁ, ସବୁଜ ସୁନ୍ଦର ବଲାଙ୍ଗୀର ଜିଲ୍ଲା ଗଠନ କରିପାରମୁ, ସେ ଦିଗର ଲାଗି କାର୍ଯ୍ୟରତ ସାମ୍ବାଦିକ ସଂଘ ଘନ ପ୍ରଚେଷ୍ଟା କରିছে। ଚଳିତ ବର୍ଷ ଗଲା ବର୍ଷ ମଧ୍ୟ କରିଥିଲୁ ଏବଂ ଚଳିତ ବର୍ଷ ମଧ୍ୟ କରିଥିଲୁ। ଏବଂ ଆମେ ଆଗାମୀ ଦିନରେ ଆହୁରି କେନ୍ତା ଗଛ ଲଗାଇ ପାରମୁ, ସେଥିଲାଗି ଆମ ସମସ୍ତ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଉପସ୍ଥିତ ରହିକିନା ଏସବୁ କାର୍ଯ୍ୟକ୍ରମକୁ ସେମାନେ ସହଯୋଗ କରିବେ।